ଓଡ଼ିଆରେ ଗୋଟିଏ କଥା ଅଛି, ବେଳେ ବେଳେ କୌଣସି ରୋଗ ହେଲେ ଦୁନିଆ ସାରା ଔଷଧ ଖାଇଲେ ବି କାମ ଦିଏନି, କିନ୍ତୁ ଶେଷରେ ଦୁବ ଘାସରେ ଭଲ ହୋଇଥାଏ। ଏହି ଦୁବ ଘାସ ଏବଂ ତାର ଉପାଦେୟତା ବିଷୟରେ ଆଜି ଜାଣିବା ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲରେ। ଦୁବ ଘାସକୁ ନେଇ ପୌରାଣିକ ଉପାଖ୍ୟାନଟିଏ ରହିଛି। ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା, ଭଗବାନ ବିଷ୍ଣୁ ଦେବତାଙ୍କ ପକ୍ଷରେ ରହି ସମୁଦ୍ର ମନ୍ଥନ କାର୍ଯ୍ୟରେ ଲିପ୍ତ ଥିଲେ। ଏହି ସମୟରେ ତାଙ୍କ ଜଙ୍ଘରେ ଘର୍ଷଣ ଯୋଗୁଁ କେତେଗୁଡ଼ିଏ ଲୋମ ସମୁଦ୍ରରେ ପଡ଼ିଯାଇଥିଲା। ସମୁଦ୍ର ସେଗୁଡ଼ିକୁ ପୃଥିବୀକୁ ସମର୍ପିତ କରିଦେଇଥିଲା। ପର ମୁହୂର୍ତ୍ତରେ ସେହିଗୁଡ଼ିକ ଦୁବ ଘାସ ରୂପେ କଅଁଳି ଉଠିଥିଲା। ଦୁବ ଘାସ ଏକ ଦିବ୍ୟ ଗୁଳ୍ମ। ଏହାର ବିଶେଷ ପ୍ରୟୋଜନ ସବୁ ପୂଜାରେ ହୋଇଥାଏ। ମାଣବସା ଗୁରୁବାରଠୁ ଆରମ୍ଭ କରି ପ୍ରତ୍ୟେକ ବ୍ରତ ଉପବାସରେ ଦୁବ ଘାସର ବ୍ୟବହାର କରାଯାଏ। ଶ୍ରୀ ଗଣେଶଙ୍କ ପୂଜାରେ ମଧ୍ୟ ଏହା ବିଶେଷ ଭାବରେ ଉପଯୋଗୀ। ଏବେ ଜାଣିବା ଦୁବ ଘାସର ଗୁଣଧର୍ମ ବିଷୟରେ। ଏହା ଲଘୁ ବା ହାଲକା ପ୍ରକୃତିର। ଏହା ଶୀତଳତା ପ୍ରଦାନ କରିଥାଏ। ଏହା ମିଠା ତଥା କଷା ସ୍ୱାଦଯୁକ୍ତ। ଅଧିକ ଗରମ ବା ପିତ୍ତ ପ୍ରକୃତିର ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ। ଶାରୀରିକ ଦୁର୍ବଳତା ଏହା ଦୂର କରିଥାଏ ଏବଂ ଶରୀରରେ ଜୀବନୀ ଶକ୍ତିର ସଞ୍ଚାର କରିଥାଏ। ଏହାର ଆଣ୍ଟିଭାଇରାଲ, ଆଣ୍ଟିବ୍ୟାକ୍ଟେରିଆଲ ଇତ୍ୟାଦି ଗୁଣ ଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, କେ, ପ୍ରୋଟିନ୍ ଇତ୍ୟାଦି ରହିଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ସମସ୍ୟାରେ ଦୁବ ଘାସର କିଭଳି ଭାବେ ବ୍ୟବହାର କରାଯାଇଥାଏ। ଦୁବ ଘାସକୁ କିଛି ସମୟ ଦେଖିଲେ ଆମ ଆଖିର ଜ୍ୟୋତି ବଢ଼ିଥାଏ। ଆଖି ଖଣ୍ଡିଆ ହୋଇ ଲାଲ ପଡ଼ିଥିଲେ, ଆଖିରୁ ବାରମ୍ବାର ପାଣି ବାହାରୁଥିଲେ, ଏହାକୁ ଚକଟି ଛୋଟ ଗୋଲି ତିଆରି କରି ଆଖି ଉପରେ ପଟି ବାନ୍ଧି ରଖିଲେ ଆରାମ ମିଳିଥାଏ। ଦୁବ ଘାସ ଉପରେ ଚାଲିଲେ ଶରୀରର ରକ୍ତଚାପ ନିୟନ୍ତ୍ରଣ ରହେ। ବିଷାକ୍ତ ପିତ୍ତ ନିଷ୍କାସିତ ହୋଇଥାଏ। ଧଳା ଦୁବର ପ୍ରୟୋଗ ବା ଏହାର ରସ ପାନ କରିଲେ ରକ୍ତସ୍ରାବ କମ ହୋଇଥାଏ ଏବଂ ପୌରୁଷ ଶକ୍ତି ବଢ଼ିଥାଏ। ଏହାକୁ ବାଟି କରି ପାଦରେ ଲଗାଇଲେ ମସ୍ତିଷ୍କର ସ୍ନାୟୁ ବ୍ୟବସ୍ଥା ଶାନ୍ତ ରହିଥାଏ। ମୁଣ୍ଡ ବ୍ୟଥାରେ ଦୁବକୁ ବିଶେଷ ଭାବରେ ପ୍ରୟୋଗ କରାଯାଇଥାଏ। ଏହାକୁ ବାଟି ସେଥିରେ ଟିକିଏ ଚୂନ ମିଶାଇ ମଥାରେ ଲଗାଇଲେ ଉପଶମ ମିଳିଥାଏ। ସାଧାରଣତଃ ଖରାଦିନେ ଶୁଷ୍କତା କାରଣରୁ ନାକରୁ ରକ୍ତ ବାହାରୁଥିଲେ ଦୁବ ରସ 2 ଟୋପା ପକାନ୍ତୁ। ଖୁବ୍ ଶୀଘ୍ର ଏଥିରୁ ଉପଶମ ମିଳିବ। ମୁହଁରେ ଯଦି ବାରମ୍ବାର ଘା ହେଉଛି, ତାହେଲେ ଦୁବ ରସ ସହିତ ଅଳ୍ପ ଟିକେ ଫିଟିକିରି ମିଶାଇ ସେହି ମିଶ୍ରଣ କୁଳି କରନ୍ତୁ। ମନେ ରଖନ୍ତୁ, ଭିତରକୁ ଢୋକିବେ ନାହିଁ। ପେଟରେ ଅଧିକ ଅମ୍ଳପିତ୍ତ ବା ଏସିଡିଟି ହେଉଥିଲେ, ବାନ୍ତି ସମସ୍ୟା ବାରମ୍ବାର ଲାଗି ରହୁଥିଲେ ତଥା ପେଟରେ ଘା ବା ଅଲ୍ସର ହୋଇଥିଲେ ମଧ୍ୟ ଦୁବ ରସର ପାନ ଆରାମ ଦିଏ। ଲିଭର ସିରୋସିସ୍ ଏହା ଠିକ୍ କରିଥାଏ ଏବଂ ଗଲ୍ ବ୍ଲାଡର ଷ୍ଟୋନ୍ ଜନିତ ପୀଡ଼ାରୁ ଉପଶମ ଦିଏ। ଝାଡ଼ାରେ ଯଦି ଲାଳ ବା ମ୍ୟୁକସ୍ ବାରମ୍ବାର ଆସୁଛି, ଦୁବ ଘାସ ରସରେ ଟିକିଏ ଶୁଣ୍ଠି ମିଶାଇ ପିଅନ୍ତୁ। ଚର୍ମ ଜଳାପୋଡ଼ା ଓ କୁଣ୍ଡେଇ ହେଉଥିଲେ ଏହାକୁ ସମ ପରିମାଣରେ ହଳଦୀ ସହିତ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଚର୍ମରେ ଲଗାନ୍ତୁ। ମହିଳାମାନଙ୍କ ପାଇଁ ଦୁବ ଘାସ ଅତ୍ୟନ୍ତ ଉପାଦେୟ। ମହିଳାମାନଙ୍କର ଅତ୍ୟଧିକ ଋତୁସ୍ରାବ ବା ଶୀଘ୍ର ଶୀଘ୍ର ଋତୁସ୍ରାବ ହେଉଥିଲେ ଏହାର ପ୍ରୟୋଗ କରନ୍ତୁ। ଯଦି ଶ୍ୱେତପ୍ରଦର ବା ଲ୍ୟୁକୋରିଆ ସମସ୍ୟା ରହୁଛି କିମ୍ବା ପରିସ୍ରାରେ ରକ୍ତ ପଡ଼ୁଛି, ତାହେଲେ ଦୁବରସ ପିଅନ୍ତୁ। ଯେଉଁମାନଙ୍କର ଗର୍ଭପାତ ହୋଇଯିବାର ସମ୍ଭାବନା ଅଛି, ଗର୍ଭଧାରଣ ଠିକ୍ ରଖିବା ପାଇଁ ମିଶ୍ରି ସହ ଦୁବରସ ମିଶାଇ ଏହାକୁ ପାନ କରନ୍ତୁ। ଦୁବରସ ଗର୍ଭାଶୟର ମାଂସପେଶୀକୁ ବଳ ଯୋଗାଇଥାଏ। ଗର୍ଭାବସ୍ଥାର ପ୍ରାରମ୍ଭରେ ଚିକିତ୍ସକଙ୍କର ପରାମର୍ଶରେ ଏହାର ସେବନ କରିପାରିବେ। ଆସନ୍ତୁ ଦେଖିବା ଡାଇବେଟିସ୍ ରୋଗୀ କିଭଳି ଭାବରେ ଦୁବ ଘାସର ଫାଇଦା ଉଠାଇ ପାରିବେ। ଦୁବ ଘାସକୁ କୁଟି କରି ପ୍ରେସର କୁକରରେ
ହାଲକା ଆଞ୍ଚରେ ଗରମ କରନ୍ତୁ। ହୁଇସିଲ ହଟାଇ ପାଇପଟିଏ ଲଗାନ୍ତୁ ଏବଂ ଏହାର ବାମ୍ଫକୁ ସଂଗ୍ରହ କରନ୍ତୁ। ଏହାକୁ ଦୁବଘାସର ଅର୍କ କୁହାଯାଏ। ଏଇଥିରୁ ଅଧ ଗିନା ଲେଖାଏଁ ଦିନକୁ 2 ଥର ପିଅନ୍ତୁ। ନିଶ୍ଚିନ୍ତ ଭାବରେ ସୁଗାର ଲେବୁଲ ନିୟନ୍ତ୍ରଣରେ ରହିବ। ଯେଉଁମାନେ ଜଳଦର ବା ଆସ୍କାଇଟିସ୍ ରୋଗରେ ପୀଡ଼ିତ, ପେଟରେ ପାଣି ଜମି ଯାଉଛି, ପ୍ରୋଟିନ ଲିକେଜ ହେଉଛି, ସେମାନେ ଦୁବଘାସ ରସ ସେବନ କଲେ ଲାଭ ମିଳେ। ନିମ୍ନ ଓ ଉଚ୍ଚ ଉଭୟ ରକ୍ତଚାପ ସମସ୍ୟାରେ ଦୁବଘାସର ବ୍ୟବହାର କରାଯାଇଥାଏ। ପିତ୍ତପ୍ରଧାନ ବ୍ୟକ୍ତିଙ୍କର କୋଷ୍ଠକାଠିନ୍ୟ ସମସ୍ୟାରେ ମଧ୍ୟ ଦୁବଘାସ ଲାଭକାରୀ ଅଟେ। ଯଦି କୌଣସି କାରଣରୁ ବା ଅଜାଣତରେ କୌଣସି ବିଷାକ୍ତ ଦ୍ରବ୍ୟ ବା ଫିନାଇଲ ଇତ୍ୟାଦି ଦେହରେ ପ୍ରବେଶ କରିଛି ବା ପିଇ ଦେଇଛନ୍ତି ଏବଂ ତାହାର ବିଷାକ୍ତ ପ୍ରଭାବ କିଛି ଦିନ ପରେ ଆପଣଙ୍କ ଶରୀରରେ ବାହାରୁଛି ବା ରହିଯାଇଛି, ତାହେଲେ ଦୁବଘାସ ରସ ପାନ କଲେ ଏ ବିଷାକ୍ତ ପ୍ରଭାବ କଟିଯାଇଥାଏ। ତେଣୁ ଦୁବଘାସକୁ ବିଷଘ୍ନ ମଧ୍ୟ କୁହାଯାଏ। ଦୁବଘାସ କେମିତି ବ୍ୟବହାର କରିବେ? 10 ଗ୍ରାମ ଦୁବଘାସ ଭଲ ଭାବରେ ଧୋଇ ପରିଷ୍କାର କରି ସେଥିରେ ଏହାର 5 ଗୁଣା ବା 50 ମିଲିଲିଟର ପାଣି ମିଶାଇ ତାକୁ ବାଟି ଦିଅନ୍ତୁ ଏବଂ ସେହି ରସକୁ ବାହାର କରି ପିଅନ୍ତୁ। ଏହାଛଡ଼ା ବଜାରରେ ଦୁବଘାସର ଗୁଣ୍ଡ ଉପଲବ୍ଧ। ଯେଉଁ ଏରିଆରେ ବା ଯେଉଁ ଲୋକମାନଙ୍କର ବାଡ଼ି ବଗିଚାରେ ଦୁବଘାସ ମିଳୁନାହିଁ, ସେମାନେ ଏହି ଗୁଣ୍ଡ ବ୍ୟବହାର କରିପାରିବେ। ଏହାଛଡ଼ା ଦୁବଘାସ ଜୁସ୍ ମଧ୍ୟ ମିଳୁଛି। ହୋମିଓପାଥିରେ ଦୁବଘାସର ମଦର ଟିଂଚର ମଧ୍ୟ ଉପଲବ୍ଧ। ସେଗୁଡ଼ିକୁ ଆଣି ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ଆପଣମାନେ ବ୍ୟବହାର କରିପାରିବେ। ଦୁବଘାସର ବ୍ୟବହାରରେ କେତେଗୁଡ଼ିଏ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ପରିଷ୍କାର ଜାଗାରୁ ଘାସ ସଂଗ୍ରହ କରନ୍ତୁ। ଯେଉଁ ଜାଗାରେ କୌଣସି ପ୍ରକାର ସାର ବା ଔଷଧ ପକାଯାଇନଥିବ ସେଠାରୁ ଆଣି ଖାଦ୍ୟ ବା ପାନୀୟରେ ବ୍ୟବହାର କରନ୍ତୁ। କଅଁଳିଆ ଘାସ ସବୁଠାରୁ ଭଲ ଏବଂ ଉତ୍ତମ ମାନର। ଥଣ୍ଡା, କାଶ ଇତ୍ୟାଦି ସମସ୍ୟା ଥିଲେ ବା ବାତ କଫ ପ୍ରକୃତିର ବ୍ୟକ୍ତି ଏହାର ସେବନ କରନ୍ତୁ ନାହିଁ। ବାହ୍ୟ ପ୍ରୟୋଗ ସେମାନେ କରିପାରିବେ। ଏହାକୁ ପିଇବାର 2 ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏହା ଭଲ ଭାବରେ ପେଟରେ ତାର କାମ କରିବ। ଦେଇଥିବା ତଥ୍ୟ କିଭଳି ଲାଗିଲା କମେଣ୍ଟରେ ଲେଖି ନିଶ୍ଚିନ୍ତ ଜଣାନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।